ଛୋଟ ଛୋଟ ପିଲାମାନେ ବର୍ତ୍ତମାନ ଗପ ସମୟ ହେଇଗଲା। ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣିବ। ଠିକ୍ ଅଛି। ପିଲାମାନେ ତମେ ଜାଣିଛ ଆମ ଦେଶରେ ବନାରସ ବୋଲି ଗୋଟେ ଜାଗା ଅଛି। ଗଙ୍ଗା ନଦୀ କୂଳରେ ସେଇ ସହରଟି ଅଛି। ତ ବନାରସରେ ଯେଉଁମାନେ ସବୁ ହିନ୍ଦୁ ଧର୍ମରେ ଯାଆନ୍ତି ସବୁ ଗଙ୍ଗା ସ୍ନାନ ଗଙ୍ଗା ଆରତି କରିବା ପାଇଁ ସେମାନଙ୍କୁ ସବୁ ବନାରସ ଯିବାକୁ ପଡ଼େ। ଏପରିକି ଏ ଯେଉଁ ଅସ୍ଥି ବିସର୍ଜନ କରନ୍ତି ପିଣ୍ଡ ଦାନ କରନ୍ତି ସବୁ ବନାରସ ଯାଇ ସେଠି କରନ୍ତି। ତ କ'ଣ ହେଇଛି ନା ଏଇଟା ବହୁତ ଦିନ ତଳର କଥା। ସେଇ ବନାରସ ସହରରେ ଗୋଟେ ତେଲି ଲୋକ ରହୁଥିଲା। ତେଲି ଲୋକମାନେ ଯେଉଁ ସବୁ ବାଦାମ ରାଶି ପେଡ଼ିକି ତେଲ ବାହାର କରନ୍ତି ଛଣାଛଣି କରି ବିକନ୍ତି। ଆଗେ ସବୁ ତେଲି ଲୋକ କହୁଥିଲେ, ଆଜିକାଲି କ'ଣ ସବୁ ହଉଥିବେ, କିନ୍ତୁ ଆଗେ ସବୁ ତେଲି ଲୋକ କୁହାଉଥିଲା ସେମାନଙ୍କୁ। ତ ସେଇ ଲୋକଟି ଭଲ ବେପାର କରୁଥିଲା, କିନ୍ତୁ ଅତିଶୟ ଲୋଭୀ ଥିଲା, କୃପଣ। କାହାରିକୁ ଟଙ୍କାଟିଏ ବି ଦେବନି, ଏଇଭଳିଆ କୃପଣ। ନିଜେ ବି ଠିକ୍ରେ ଖାଇବନି, ଯାହା ମିଳିଲା ଦୁଇଟା ଖାଇଦେବ, ଖାଲି ପଇସା ସଞ୍ଚୟ କରିବ। ତା ଘରେ ତା ସ୍ତ୍ରୀ ତା ମା ସବୁ ଭାରି ଅଶାନ୍ତି ରହୁଥିଲେ ଯେ ଏଇଟା ଅର୍ଜନ କରୁଛି ଏତେ ଏତେ ଟଙ୍କା, ଖର୍ଚ୍ଚ ଟିକେ କରୁନି, କ'ଣ କରିବ? ତାକୁ ଯେତେ ବୁଝେଇଲେ ସେ ବୁଝେନି। ସେ କହେ ହଁ ପଇସା ଗୁଡ଼ା କ'ଣ ଏତେ ସହଜରେ ଆଦାୟ ହେଉଛି ଯେ ଖର୍ଚ୍ଚ କରିଦେବ। ତେଣୁ ସେ ଭାରି ସାଇତିକି ରଖେ। ଏମିତି ହେଇ କିଛି ଦିନ ଗଲେ କ'ଣ ହେଇଛି ନା ଦିନେ ତା ବୁଢ଼ୀ ମାଆକୁ କାଶ ହେଇ ବହୁତ କାଶ କଫ ହେଲା। ଇଏ ତ ମହାଲୋଭୀ, ଇଏ କେବେ ଡାକ୍ତର ଫାକ୍ତର ଦେଖେଇବନି। ଏମିତି ହେଇ ତା ମା ମରିଗଲେ। କ'ଣ ହେଇଛି ନା ଏଇ ଯେଉଁ ଏଇ ଯେଉଁ ତେଲିର ସ୍ତ୍ରୀ ସେଆକୁ ବହୁତ ଗାଳି ଦେଲା। କହିଲା ମାଆଟାକୁ ବଞ୍ଚିଥିଲା ବେଳେ ଟିକେ ଡାକ୍ତର ଦେଖେଇଲନି, କିଛି ନାହିଁ, ଯାହା ତ ହେଲା। ମାଆକୁ ନେଇକି ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ ଟିକେ କରିଦିଅ ଗଙ୍ଗା ନଦୀ କୂଳରେ। ଆମେ ତ ଏଇଠି ପାଖରେ ରହୁଛେ, କେଉଁ ଦୂରରୁ ଲୋକ ଆସିକି ଏଠି କାମ ସାରିକି ଯାଉଛନ୍ତି, ଆମେ ଏଇ ପାଖରେ ରହିକି ଆମ ମାଆର ଅସ୍ଥି ବିସର୍ଜନ କରିପାରିବାନି। କହିଲେ ତେଲି କହିଲା ହଉ ଠିକ୍ ଅଛି, ମୁଁ କରିଦେବି କହିଲା ସିନା, ତାପରେ ମନେ ମନେ ଚିନ୍ତା କଲା, ଆରେ ଅସ୍ଥି ବିସର୍ଜନ ନେଲେ କିଛି ନାହିଁ, ସେଠି ଥିବେ ବ୍ରାହ୍ମଣମାନେ, ସିଏ ମୋତେ ଯେଉଁ ଦକ୍ଷିଣା ମାଗିବେ, ତାଙ୍କୁ ଖାଇବାକୁ ଦେବାର ଅଛି, କ'ଣ କରିବି? ଏମିତି ଭାବି 8-10 ଦିନ ବିତେଇ ଦେଲା। ତାପରେ ତା ସ୍ତ୍ରୀ ପୁଣି ତାକୁ ପାଟିକଲା, କହିଲା ନଉନ ଜଲ୍ଦି ମାଆଙ୍କୁ ଅସ୍ଥି ବିସର୍ଜନ କରିବ, ଏଠି କ'ଣ ଏତେ ଦିନ କ'ଣ ଲାଗୁଛି? ଦିନେ ସେ ତେଲି ଗୋଟେ ପ୍ଲାନ୍ କଲା। କହିଲା ମୁଁ ଭୋର ରାତି 3ଟା ବେଳୁ ପଳେଇବି ଯେ କୌଣସି ବ୍ରାହ୍ମଣ ତୋଠକୁ ଆସିନଥିବେ, ମୁଁ ଟିକେ ଦୂର ଜାଗାକୁ ଯେଉଁଠି କେହି ନଥିବେ ସେମିତିଆ ଜାଗାକୁ ଯାଇକି ଅସ୍ଥି ବିସର୍ଜନ ସାରିଦେବି ଆଉ କହିକି କ'ଣ କଲା, ତା ପରଦିନ ଭୋର ରାତି 2ଟା-3ଟାରେ ଅନ୍ଧାର ପୁରା ଅଛି, ଧରିକି ଅସ୍ଥିକି ଚାଲିଲା ଗଙ୍ଗା ନଦୀ କୂଳ ଆଡ଼େ। ଗଙ୍ଗା ନଦୀ କୂଳେ ଗଲେ ଏ କଥା ଉପରୁ ଭଗବାନ ଦେଖୁଛନ୍ତି। ସିଏ କହିଲେ ଆରେ ଏଡ଼େ ଲୋଭୀଟେ ମୁଁ ତିଆରି କଲି ପୃଥିବୀରେ ଛାଡ଼ିଛି, ଇଏ କ'ଣ ସତକୁ ସତ ଏତେ ଲୋଭୀ? ଦେଖିବା ଆକୁ ଆଜି ପରୀକ୍ଷା କରିବା କହିକି ଗଲେ। କ'ଣ ଦେଉଛି ସେ ବ୍ରାହ୍ମଣଙ୍କୁ ଦେଖିବା ବୋଲି ଗଲେ। ଇଏ ତେଲି କ'ଣ କରିଛି, ତୋଠକୁ ନ ଯାଇକି ତୋଠ ବାହାରେ ବହୁତ ଦୂରରେ ନଦୀ କୂଳରେ ଗଛ ପତ୍ର ଜଙ୍ଗଲିଆ ହେଇକି ଅଛି, ସିଆଡ଼େ ଚାଲିଲେ ଭଗବାନ ତା ପଛେ ପଛେ ମନେ ମନେ ଯାଉଛନ୍ତି, କେମିତି କ'ଣ କରିବେ ଦେଖିବା ବୋଲି ଗଲେ। ସିଏ ସେଇ ଜଙ୍ଗଲିଆ ଜାଗାକୁ ଯାଇ ବିସର୍ଜନ ଟିକେ କରିଦେଇ ପାଣି ଟିକେ ଛିଞ୍ଚି ହେଇକି ପଳେଇ ଆସିଲା। ସିଏ ଭାବିଲା ଯେ ଏଠି ତ କେହି ଗୋସେଇଁ ଫୋସେଇଁ ନଥିବେ, ମୋତେ କାହାକୁ ଦକ୍ଷିଣା ଦେବାକୁ ପଡ଼ିବନି। ହେଲେ ଭଗବାନ ଯେ ତାର ପରୀକ୍ଷା ନେବାକୁ ଯାଇଛନ୍ତି, ସିଏ ସେଇଠୁ ପାଣି ବିସର୍ଜନ ସାରିକି ବାହାରିଲା ବେଳକୁ ଭଗବାନ ଗୋଟେ ବ୍ରାହ୍ମଣ ବେଶ ଧରି ଆସିକି ତା ଆଗରେ ଠିଆ ହେଇ ପଡ଼ିଲେ। ସେ ଚମକିଗଲା, କହିଲା ଏଇ ଜାଗାରେ ବି କେଉଁଠି ଆସିଲେ ବ୍ରାହ୍ମଣ? ସେ କହିଲା କ'ଣ ହେଲା ବ୍ରାହ୍ମଣ ଦେବତା? ନା ତୁ ବା ଏଠି ଅସ୍ଥି ବିସର୍ଜନ କଲୁ, ଆଉ ମୋତେ ଦକ୍ଷିଣା ଦେବୁନି? ଇଏ କହିଲା ବଡ଼ ଆଶ୍ଚର୍ଯ୍ୟ କଥା, ଏଇ ଜାଗାରେ ବି ଆସିକି ଲୋକ ରହୁଛନ୍ତି। କହିଲା ତମେ କେଉଁଠୁ ଆସିଲ? ନା ମୁଁ ଏଇଠି ଥାଏ, ଯିଏ ଏଠି ଅସ୍ଥି ବିସର୍ଜନ କରେ ମୋତେ ସିଏ ଦକ୍ଷିଣା ଦିଏ, ମୁଁ ଏଠୁ ଯାଏ, ତୁ ଦକ୍ଷିଣା ଦେଲେ ଯିବି। କହିଲେ ତେଲି କହିଲା କ'ଣ କଲେ ଆଗ ହେବ? ତେଲି ପ୍ଲାନ୍ କଲା ଦକ୍ଷିଣା ଯେ ଆଉ ମୁଁ ତ ଦକ୍ଷିଣା ଆଣିନି, ଗୋଟେ କାମ କର, ମୁଁ ଯାଉଛି ଘରକୁ, କାଲି ସକାଳକୁ ଆସ ତମେ ନେଇଯିବ ମୋଠୁ ଆଉ। ବ୍ରାହ୍ମଣ କହିଲା ହଉ ଠିକ୍ ଅଛି, ତୋ ପାଖରେ ନାହିଁ ତୁ ପରେ ଦେବୁ ମୋତେ, ଆଉ ଦିନେ କାହିଁକି ଯାଉ 2-4 ଦିନ ଦେବ ମୋତେ ତମେ ତ ଯଜମାନ, ମୁଁ ତ ପୁରୋହିତ ହେଲି। ଯଜମାନ ମାନେ ଯେଉଁମାନେ ପୁରୋହିତମାନଙ୍କୁ ଯାହାର ପୂଜା କାର୍ଯ୍ୟ ସବୁ କରନ୍ତି ସିଏ ହେଉଛି ଯଜମାନ। ତ ତମେ ତ ଯଜମାନ, ମୁଁ ତ ତମ ପୁରୋହିତ, ତେଣୁ ମୁଁ ଦେବ ତମେ କେବେ ଆଉ କହିଦେଇକି ବ୍ରାହ୍ମଣ ପଳେଇଲେ। ତେଲି ତାର ମନ ଖୁସି କରି ଘରକୁ ପଳେଇଲା। ଘରକୁ ଯାଇକି ଆରାମସେ ଖାଇ ପିଇକି ଶୋଇଲା, ସବୁ କାମ କଲା। ଠିକ୍ 3 ଦିନ ଯାଇଛି କି ନାହିଁ, ସକାଳୁ କବାଟ ବାଡ଼େଇଲା ଠକ୍ ଠକ୍ କରି। କିଏ? ତେଲି କବାଟ ଖୋଲିବାକୁ ଗଲାବେଳକୁ ଦେଖିଲା ଯେ
ଇଏ କବାଟ ସନ୍ଧି ବାଟେ ଦେଖିଲା ଯେ ସେଇ ବ୍ରାହ୍ମଣଟି ଆସିଛି। ସିଏ କହିଲା, ଆରେ ମୁଁ ସିନା ସେଠି ତାକୁ କହିଲି ଘର, ମୋ ଘର ଆଡ୍ରେସ୍ ସିଏ କେମିତି ପାଇଲା? ମୁଁ ତ ତାକୁ ମୋର ତ କିଛି ଆଡ୍ରେସ୍ ଦେଇନଥିଲି। ତରବରରେ ଆସିକି ସ୍ତ୍ରୀକି କହିଲା, ଯା ସେ ବ୍ରାହ୍ମଣ ଆସିଛି ତାକୁ କହିଦେବୁ ଯେ ଏବେ ନୁହଁ, ସିଏ ଯାଇଛନ୍ତି ତେଲି ଯାଇଛନ୍ତି ମାର୍କେଟ ବାହାରକୁ ଯାଇଛନ୍ତି, 3-4 ଦିନ ପରେ ଆସିବେ। ସିଏ ଯାଇକି କହିଦେଲା ସେ କଥା। କହିଦେଲା ବ୍ରାହ୍ମଣ କହିଲେ ହଉ ଠିକ୍ ଅଛି, ତାଙ୍କୁ କହିଦେବ ଯେ ବେଶୀ ମୋ ଦକ୍ଷିଣା ଦରକାର ନାହିଁ, ଗୋଟେ ଟଙ୍କାଟେ ଦକ୍ଷିଣା ଦେଇଦେଲେ ବି ମୁଁ ଶାନ୍ତି ହେଇଯିବି, ବେକାର କାହିଁ ମୋତେ ଅଶାନ୍ତି ରଖିବ। ହଉ ମୁଁ ଆସୁଛି 3-4 ଦିନ ପରେ କହିକି ପଳେଇଲା। ପଳେଇଲେ ତା ସ୍ତ୍ରୀ ଆସିକି ତେଲିକି ପୁଣି ଗାଳି ଦେଲା, କହିଲା କି ଆଶ୍ଚର୍ଯ୍ୟ କଥା, ଗୋଟେ ଟଙ୍କାଟେ ତ ନେଲେ ସେ ଖୁସି ହେଇଯିବ କହୁଛି, ଟଙ୍କାଟିଏ ତାକୁ ଦଉନ, ତମେ ଲୁଚୁଛ ଘରେ। ତେଲି କହିଲା ହଁ ହଉ ଟଙ୍କାଟେ ତ ଠିକ୍ ଅଛି, ଆରଥରକୁ ଆସିଲେ ଦେଇଦେବା ଆଉ। ଏଇଆ ଭାବିଲା। ପୁଣି ଯେମିତି 2 ଦିନ ଗଲା, ଇଏ ଭାବିଲା ଯେ ନା, ଇଏ ଟଙ୍କାଟେ ମୁଁ କାହିଁ ଦେବି ଯାହାକୁ, ମୁଁ ତ ମୋର ନିଜେ ଯାଇକି ବିସର୍ଜନ କଲି ସବୁ କଲି, ଆକୁ କାହିଁ ଟଙ୍କାଏ ଦେବି। ଠିକ୍ ଅଛି। ପୁଣି 3-4 ଦିନ ଗଲା ପରେ ପୁଣି ଆସିଲା ସେ ବ୍ରାହ୍ମଣ। ଆସିଲେ, ଇଏ ଶୋଇପଡ଼ିଲା। ଶୋଇପଡ଼ିକି ତା ସ୍ତ୍ରୀ କହିଲା କହିଦେ ମୋର ଦେହ ଭଲ ନାହିଁ, ଜ୍ୱର ହେଇଛି, ଏମିତି ସେମିତି ରୋଲ କରିକି କହିଲା। ସ୍ତ୍ରୀ ବାରମ୍ବାର କହୁଥାଏ ନାଇଁ ଦେଇଦିଅ ଟଙ୍କାଏ, ଶୁଣିଲାନି। ନଦେଲେ ସିଏ ଆସିଲା। ବ୍ରାହ୍ମଣ ଆସିକି ଯେମିତି ଖୋଲିଲା କବାଟ ବାଡ଼ିଲା, ଯେମିତି ତା ସ୍ତ୍ରୀ କହିଲା ଏମିତି ଏମିତି ତାଙ୍କର ତ ଦେହ ଭଲ ନାହିଁ, ଜ୍ୱର ଶୋଇଛନ୍ତି। ବ୍ରାହ୍ମଣ କହିଲା ଆଚ୍ଛା ଜ୍ୱର ହେଇଛି, ମୋ ଯଜମାନଙ୍କର ଜ୍ୱର ହେଇଛି ମାନେ ମୁଁ ଟିକେ ଦେଖିବି ନା ଆଉ, କହିକି ଘର ଭିତରକୁ ଗଲା। ଘର ଭିତରକୁ ଗଲାବେଳକୁ ସେ ତେଲି ପୁରା ଶୋଇକି କୁନ୍ଥେଇ ହେଉଛି, ଓହୋ ଓହୋ ହେଉଛି। ଇଏ ଟିକେ ଆଉଁସି ଦେଲା, କହିଲା ହଉ ହଉ ତମେ କାଲି ସୁଦ୍ଧା ଭଲ ହେଇଯାଇଥିବ, ମୁଁ କାଲିକି ଆସୁଛି, ମୋତେ ଦେଇଦେବ ମୋ ଦକ୍ଷିଣାଟା ଆଉ, ଆଶୀର୍ବାଦ କରିଦେଇକି ପଳେଇଲା। ପଳେଇଲେ। ତେଲି କହିଲା ଶଳା ହଉ କାଲିକି ତୁ ଆସେ। ଠିକ୍ ତା ପରଦିନ ସକାଳୁ ପୁଣି ଆସିଲା। ଭଗବାନ ବି ଲାଗିଛନ୍ତି ତାର ପରୀକ୍ଷା କରୁଛନ୍ତି ଯେ ସିଏ କେତେ ଲୋଭୀ ମୁଁ ଦେଖିବି ବୋଲି। ଯେମିତି ତା ପରଦିନ ଆସିଲା, ଇଏ ଘୋଡ଼ି ଗାଡ଼ି ହେଇକି ଅଛି। ସ୍ତ୍ରୀ କି କହିଲା ତାକୁ କହିଦେ ଯେ ତେଲି ମରିଗଲା। ସିଏ ଭାବିଲା କ'ଣ ମରିଗଲା ବୋଲି କହିଲେ ବ୍ରାହ୍ମଣ ଛି ଛାକର ହେଇକି ପଳେଇବ ଆଉ ଆସିବନି, ଏହା ଭାବିକି କହିଲା। ତା ସ୍ତ୍ରୀ ରାଗିଲା ସିନା, ବାଧ୍ୟ ହେଇକି କହିଲା ଯେ ଆଉ କ'ଣ କରିବା ଗୋସାଇଁ ମହାପ୍ରଭୁ, ଆଉ ମୋ ସ୍ୱାମୀ ତ ମରିଗଲେ, ଆଉ ତମକୁ କି ଦକ୍ଷିଣା ଦେବେ। ଇଏ ତ ଶୁଣିଲା, କହିଲା ହଁ ମୋ ଯଜମାନ ମରିଗଲେ, ଦକ୍ଷିଣା ନଦେଲେ କ'ଣ ହେଲା, ମୁଁ ବା ପୁରୋହିତ ତାଙ୍କର କ୍ରିୟାକର୍ମ ଟିକେ କରିବି ନା ଆଉ। ସାଙ୍ଗେ ସାଙ୍ଗେ ଗାଁ ଲୋକ ସାହି ଭାଇମାନଙ୍କୁ ଡାକି, ଆଉ ତେଲି ମରିଗଲା ତାକୁ ନବା, ଶ୍ମଶାନକୁ ନବା, ତାର କାର୍ଯ୍ୟ କରିବା, ତାର ବି ବିସର୍ଜନ କରିବା ଅସ୍ଥି ଗଙ୍ଗାରେ, ଏଇସବୁ କଥା ହେଲା। ତେଲି ମନେ ମନେ ଭାବୁଛି ହଉ ହଉ ଦେଖିବା ତୁ କେତେ ସମୟ ଅପେକ୍ଷା କରିଛୁ ଏଠି, କହିକି ସେମିତି ତେଲି ଆଖି ବନ୍ଦ କରି ପଡ଼ିଛି। ଭଗବାନ ତାଙ୍କର ପରୀକ୍ଷା ନେଉଛନ୍ତି। ଏମିତି ହେଇକି ରହି ରହି ସତକୁ ସତ ତାକୁ ନେଲେ, ବନ୍ଦାବନ୍ଦି କଲେ କୋକଇରେ। ମଶାଣିକି ଯେତେବେଳେ ନେଲେ ପଡ଼ିବାକୁ, ରାମ ନାମ ସତ୍ୟ ହେ କହି କହି ନେଲେ। ସେତେବେଳେ ବି ସେ ତେଲି ଉଠୁନି। ଭଗବାନ ଭାବୁଛନ୍ତି ଇଏ କେଡ଼େ ଲୋଭୀ, ଟଙ୍କାଟିଏ ମୋତେ ଦେବାକୁ ପଡ଼ିବ ବୋଲି ଇଏ ଉଠୁନି। ହଉ ଚାଲ। ଯାଇ ଯେତେବେଳେ କୋକେଇ ଉପରେ ରଖା ହେଲା, ସବୁ ପୂଜା କାର୍ଯ୍ୟ ସରିଲା, ନିଆଁ ଲଗାଇବାକୁ ଗଲା। ତେଲି କହିଲା, ଭଗବାନ କହିଲେ ହେ ଭଗବାନ, ମୁଁ ଆଉ କେଉଁ ଭଗବାନଙ୍କୁ ଡାକିବି, ଇଏ ଏଡ଼େ ଲୋଭୀ ଗୋଟେ ବ୍ରହ୍ମା କେମିତି ଏମିତିଆ ତିଆରି କଲ। ଇଏ ଟଙ୍କାଟେ ପାଇଁ ବୋଲି ନିଜେ ଲାସ୍ ହେଇକି ପଡ଼ିକି ରହିଛି, ନିଆଁ ଲଗାଇଦେବାକୁ ଗଲେଣି ସିନା ଇଏ ଦେଉନି। ସେଇଠୁ ଆସିକି ବ୍ରାହ୍ମଣ କହିଲେ ସମସ୍ତଙ୍କୁ, କହିଲେ ଟିକେ ରୁହ ରୁହ, ସେ ପଡ଼ିବା ପୂର୍ବ ମୁଁ ତା କାନରେ, ମୋ ଯଜମାନ ତ ସେ, ତା କାନରେ ମୁଁ ଗୋଟେ ମନ୍ତ୍ର କହିଦେଇକି ଆସେ। ଆସିକି ତାକୁ ତା କାନରେ କହିଲେ, ବାବୁରେ ତୁ ମୋତେ ଟଙ୍କାଟେ ବି ନଦେବୁ ପଛେ, ନଦେ ପଛେ, ଆଉ ଇଏ କରନା, ମୁଁ ହାରିଲି, ତୁ ଜିତିଲୁ, ଉଠେ। କହିଲାରୁ ତେଲି ଉଠି ପଡ଼ିଲା। କହିଲା ସେଇ ଜିନିଷ ଯଦି ତ ଆଗରୁ ହାରି ଯାଇଥାନ୍ତ, ମୁଁ କାହିଁ ଟଙ୍କାଟେ ତମକୁ ଦେଇଥାନ୍ତି, ଆଉ ଏତେ କଥା ଆସିବାକୁ କାହିଁ ପଡ଼ିଥାନ୍ତା। କହିକି ଉଠିକି ଯେତେବେଳେ ଆସିଲା, ଭଗବାନ ତାକୁ କହିଲେ, ବାବୁରେ ତୋର ଧୈର୍ଯ୍ୟ ଧରିରେ ମୁଁ ଆଶ୍ଚର୍ଯ୍ୟ ହେଇଗଲି। ହଉ ଯା, ତୁ ସୁରୁଖୁରୁରେ ତୋ ଜୀବନ ବଞ୍ଚା, ଆଉ ଏମିତିଆ ଲୋଭ କରେନି। କରିକି ତା ମୁଣ୍ଡକୁ ଟିକେ ଛୁଇଁଦେଲେ। ସତକୁ ସତ ତେଲି ଆଉ ଜମା ଲୋଭ କଲାନି। ଆସିକି ଘରେ ପହଞ୍ଚିଲା। ସେ ବ୍ରାହ୍ମଣକୁ ଡାକି କହିଲା ଆସ, ମୁଁ ତୁମକୁ ଖାଇବାକୁ ଦେବି, ଦକ୍ଷିଣା ବି ଦେବି। ବ୍ରାହ୍ମଣ ତାକୁ ନିଜ ରୂପ ଦେଖେଇଲେ, କହିଲେ ନା ନା ତୁ ମୋ ଦେବା ଦରକାର ନାହିଁ, ମୁଁ ତୋତେ ପରୀକ୍ଷା କରୁଥିଲି, ଯାହା ହଉ ତୁ ଶେଷ ସମୟ ଯାଏଁ ଦୃଢ଼ ହେଇକି ଗୋଟେ ଜିନିଷରେ ଲାଗିକି ରହିଲୁ। ଏତିକି କହି ଆଶୀର୍ବାଦ କରି ସେ ତାଙ୍କ ରାସ୍ତାରେ ଚାଲିଗଲେ। ତାହେଲେ ଆଜି ପାଇଁ ଏତିକି, ବାଏ।